ବନ୍ଧ ଗାଁରେ ବିଷଧର ନାଗସାପ ଦଂଶନରେ ଯୁବକ ଗୁରୁତର, କଟକ ସ୍ଥାନାନ୍ତର। ଯାଜପୁର ଜିଲ୍ଲା ସୁକିନ୍ଦା ବନବିଭାଗ ଅନ୍ତର୍ଗତ ବନ୍ଧ ଗାଁରେ ବିଷଧର ନାଗସାପ ଦଂଶନରେ ସ୍ଥାନୀୟ ଜଣେ ଯୁବକ ଗୁରୁତର ହୋଇଥିବା ଘଟଣା ଶନିବାର ସକାଳେ ଦେଖିବାକୁ ମିଳିଥିଲା। ଗୁରୁତର ଯୁବକ ଜଣକ ହେଲେ ସ୍ଥାନୀୟ ବାସିନ୍ଦା ସୁନିଲ ମୁଣ୍ଡା। ସୂଚନା ଅନୁଯାୟୀ ସୁନିଲଙ୍କୁ ଏକ ବିଷଧର ନାଗସାପ ଦଂଶନ କରିଥିଲା। ଏହାପରେ ତାଙ୍କର ଶାରୀରିକ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସ୍ଥାନୀୟ ଯୁବକମାନେ ତୁରନ୍ତ ସହାୟତା କରି ତାଙ୍କୁ ତୁରନ୍ତ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଶନିବାର ସକାଳ 8 ଘଟିକା ସମୟରେ ଦେଖିବାକୁ ମିଳିଛି।